ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ଦେଖିପାରୁଥିବେ OPSC ଓ CS ର ତରଫରୁ ଆସିଲା ନୂଆ ନିଯୁକ୍ତି। ତ କେଉଁ ଦିନ କ'ଣ ଷ୍ଟାର୍ଟ ହେବ ତ ଦେଖିପାରୁଥିବେ। ଷ୍ଟାର୍ଟ ହେବ 10 ଜାନୁଆରୀ 2025 ଏବଂ ଲାଷ୍ଟ ଡେଟ୍ ରହିବ 10 ଫେବୃଆରୀ। ତ ଯେଉଁ କ୍ୟାଣ୍ଡିଡେଟ୍ ମାନେ ଏହା ପାଇଁ ଇଚ୍ଛୁକ ଅଛ ତ ଏଥିରେ ଫର୍ମ ପକାଇ ପାରୁଥିବେ। ତ ଦେଖିପାରୁଥିବେ OPSC ଓ SC 2024-25 ଆପ୍ଲାଏ ଅନଲାଇନ୍। ତ ଏହାକୁ ଓଡ଼ିଶା ସିଭିଲ୍ ସର୍ଭିସ୍ ଜବ୍ ମଧ୍ୟ କୁହାଯାଏ। ତ ଏଠି ଅର୍ଗାନାଇଜେସନର ନାମ ଦେଖିପାରୁଥିବେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ OPSC। ଏକ୍ଜାମ୍ର ନାମ କ'ଣ ରହିବ? ଓଡ଼ିଶା ସିଭିଲ୍ ସର୍ଭିସ୍ ଏକ୍ଜାମିନେସନ୍। କ୍ୟାଟାଗୋରିଜ୍ କେମିତି ରହିଛି? ଅନଲାଇନ୍ରେ ଆପଣ ଆପ୍ଲାଏ କରିବେ। ତାପରେ ପୋଷ୍ଟ ଆପଣଙ୍କୁ OPSC ଗ୍ରୁପ୍ A ଗ୍ରୁପ୍ Bର ପୋଷ୍ଟ ରହିବ। ଟୋଟାଲ୍ ଭ୍ୟାକେନ୍ସି 200ଟି ରହିବ। ଅନଲାଇନ୍ ମୋଡ଼୍ରେ ଆପଣ ଆପ୍ଲାଏ କରିବେ। ଜବ୍ର ଲୋକେସନ୍ ଓଡ଼ିଶା ରହିବ। ତ ଏହାର ୱେବସାଇଟ୍ଟି www.opscgovernmentin ଏବଂ ଇମ୍ପୋର୍ଟାଣ୍ଟ ଡେଟ୍ ଅର୍ OPSC। ତ ଦେଖିପାରୁଥିବେ OPSC ଡେଟ୍ର ନୋଟିଫିକେସନ୍ ଡେଟ୍ ଆସିଥିଲା 31 ଡିସେମ୍ବର 2024ରେ ଆସିଥିଲା ଏବଂ ଆପ୍ଲାଏ ଡେଟ୍ ରହିବ ଆପଣଙ୍କୁ 10 ଜାନୁଆରୀ ଏବଂ ଲାଷ୍ଟ ଡେଟ୍ ରହିବ 10 ଫେବୃଆରୀ 11:59 ଯାଏ ଆପଣଙ୍କୁ କମ୍ପ୍ଲିଟ୍ କରିବାର ଅଛି। ତ ଏଡ଼ମିଟ୍ କାର୍ଡ଼ କେବେ ରିଲିଜ୍ ହେବ? ଏଡ଼ମିଟ୍ କାର୍ଡ଼ 7ରୁ 10 ଦିନ, ମାନେ ଯେମିତି ଆପଣ 10 ଦିନ ପରେ ଆପଣ ଏକ୍ଜାମ୍ ଥିବ ତା 7 ଦିନ ପୂର୍ବରୁ ଆପଣଙ୍କ ଏଡ଼ମିଟ୍ କାର୍ଡ଼ ରିଲିଜ୍ ହେବ। ତ ପ୍ରିଲିମିନାରୀ ଏକ୍ଜାମ୍ କେଉଁ ଦିନ ରହିବ? ତ ଜୁଲାଇ 25ରେ ପ୍ରିଲିମିନାରୀ ଏକ୍ଜାମ୍ ଆପଣଙ୍କର ରହିବ। ଦେନ୍ ମେନ୍ସ ଏକ୍ଜାମ୍ ତ ତାର କିଛି ନୋଟିଫିକେସନ୍ ଆସିନି। ନୋଟିଫିକେସନ୍ ଆସିଲେ ତ ଆପଣ ଜାଣିପାରିବେ ସେତେବେଳେ। ନୋଟିଫିକେସନ୍ ଆସିନି। ତ ଏଥିରେ ଯେଉଁ ଆପଣ ଜବ୍ କରିବେ, ଜବ୍ର ଫି କେତେ ଟଙ୍କା ରହିବ? ତ ଜେନେରାଲ୍ମାନଙ୍କ ପାଇଁ 500 ଟଙ୍କା ରହିବ ଏବଂ SC ST PWD ତାଙ୍କ ପାଇଁ 40 ମିନିଟ୍ ଡିଭିଜିବିଲିଟି, ମାନେ ତାଙ୍କର ଏତେ ପର୍ଯ୍ୟନ୍ତ କିଛି ପ୍ରାଇସ୍ ହିଁ ଆସିନାହିଁ। ତ ୟା ପରେ ଆପଣଙ୍କୁ ତ ଆପଣଙ୍କ ଇମେଲ୍ ରହିଥିବା ଦରକାର, ମାନେ ଆପ୍ଲାଏ କରିବା ପାଇଁ ଇମେଲ୍ ରହିଥିବା ଦରକାର ଏବଂ ମୋବାଇଲ୍ ନମ୍ବର ସେଇ ମାନେ ଯେଉଁ ଇମେଲ୍ରେ ସେଇ ମୋବାଇଲ୍ ନମ୍ବର ରେଜିଷ୍ଟାର ହୋଇଥିବା ଦରକାର ଏବଂ ମାନେ ସବୁ ଆପଣ ତାର ସବୁ କ୍ଲିୟରଲି ଦେଖିକି ଆପଣ ଇଏଟାକୁ ଯେଉଁଟା ସବମିଶନ୍ ମାରିବା ପାଇଁ ଅପସନ୍ଟା ଥିବ ଆପଣ ସବମିଶନ୍ ମାରିବେ। ତ ଏଇସବୁ କିଛି ରହିଛି, ସେଟାକୁ ଆପଣ ଟିକେ ଦେଖିକି ଆପଣ ଯେତେବେଳେ ଆପ୍ଲାଏ କରିବେ ଦେଖିବେ। ତ ମିନିମମ୍ ଏଜ୍ କେତେ ରହିବ? ମିନିମମ୍ ଏଜ୍ ଆପଣ ଦେଖିପାରୁଥିବେ 21 ମିନିମମ୍ ଏଜ୍, ମ୍ୟାକ୍ସିମମ୍ ଆପଣଙ୍କର 38 ଏଜ୍ ହେଇଥିଲେ ହୋଇଥିବ। ତ ଏଜ୍ ରିଲାକ୍ସେସନ୍ SC ST SC BC ଓମେନ୍ ସର୍ଭିସମ୍ୟାନ୍ ପାଇଁ 5 ବର୍ଷ ଏବଂ PWD 40% ମାନେ 10 ବର୍ଷ ତାଙ୍କ ପାଇଁ ଏଜ୍ ରିଲାକ୍ସେସନ୍ ରହିବ। ତ ଏଟା ସରିଲା ପରେ ଆପଣ ଦେଖିପାରୁଥିବେ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ରହିବ? ତ ବ୍ୟାଚଲର ଡିଗ୍ରୀ ଏନି ଡିସିପ୍ଲିନାରୀ ଫ୍ରମ୍ ରିକଗ୍ନାଇଜ୍ ୟୁନିଭର୍ସିଟି। ତ ଆପଣଙ୍କର ଯେକୌଣସି ଆପଣଙ୍କର ଗୋଟିଏ ବ୍ୟାଚଲର ଡିଗ୍ରୀ କମ୍ପ୍ଲିଟ୍ ହୋଇଥିବା ଦରକାର। ମଷ୍ଟ ବି ପ୍ରିଫରେନ୍ସ ଅଫ୍ ଦିସ୍ ଓଡ଼ିଆ ଲାଙ୍ଗୁଏଜ୍। ତ ଆପଣଙ୍କର ଓଡ଼ିଆ ଲାଙ୍ଗୁଏଜ୍ରେ ଆପଣ ଓଡ଼ିଆ ଲାଙ୍ଗୁଏଜ୍ ଆପଣଙ୍କୁ ଆସୁଥିବା ଦରକାର। ହିଜ୍ ଇନକ୍ଲୁଡେଡ୍ ମିଡ଼ିଲ୍ କ୍ଲାସ୍ ପାସ୍ ଏକ୍ଜାମିନେସନ୍ ଓଡ଼ିଆ ଲାଙ୍ଗୁଏଜ୍ ଓର ମେଟ୍ରିକୁଲେସନ୍ ଓଡ଼ିଆ, ମାନେ ଆପଣ ଓଡ଼ିଆ ମାନେ ଯାହାହେଲେ ଏଇଟା ଓଡ଼ିଶାରେ ହେବ ନା, ତ ଆପଣଙ୍କୁ ଓଡ଼ିଶା ଜାଣିଥିବା ଦରକାର। ତ ପାସ୍ର ଓଡ଼ିଆ ଏଜୁକେସନ୍ ମାନେ ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକରେ ଆପଣ ଓଡ଼ିଶା ଗଭର୍ଣ୍ଣମେଣ୍ଟର ସ୍କୁଲରେ ଆପଣ ପାସ୍ ହୋଇଥିବା ଦରକାର। ତ ଏଇସବୁ ଇଲିଜିବିଲିଟି ରହିଛି। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏଥିରେ ଫର୍ମ ପକାଅ ଏବଂ ଭଲସେ ତୈୟାରୀ କର। ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ।